ମାନେ ଆପଣ ପରିଚୟଟା ନା କଣ? ନା କଳ୍ପନା ବେହେରା। କଣ ଅଭିଯୋଗ ରହିଛି ଆଜି ପୁଣି ଆସୁଛନ୍ତି ଚନ୍ଦ୍ରଶେଖରପୁର ଥାନା? ଚନ୍ଦ୍ରଶେଖରପୁର କାଲି ମୋ ଭଉଣୀ ରିଆ ପାଖରେ କାମ କରିଥିଲା। ହଁ ଆଉ ମୋ ଭଉଣୀ କି ମୁଁ ଦେଖା କରିବା ପାଇଁ ଆସିଥିଲି। ହଁ ଆଉ ସେ ରିଆ ପାଖକୁ ଦେଖା କରି ସେ ଦେଖାବାକୁ ମୁଁ ଆସିଥିଲି, ପୁଲିସ ମାନେ ମତେ ଦେଖାଉନଥିଲି କି ମୋ ଭଉଣୀ ପାଖକୁ ନେଇ ଦଉନଥିଲି। ଆଉ ସେ କହନ୍ତି ନାଇଁ କଟକ ଅଛି ଆଉ ହେଉଡ ଅଛି। ଆଉ ମୁଁ କହିଲି ସାର୍ ତମେ ଦୌଡ଼ ଅଛ, ମୋ ଭଉଣୀକୁ ମତେ ଦେଖା କରିଦିଅ। ଯଦି ମୋ ଭଉଣୀକି ତମ ମାନେ ଦେଖା ନ କରିଦବ ମୁଁ ଏଇଟା ଆତ୍ମହତ୍ୟା କରିବି। ଆଉ ମୋର ଯାହା ହେଲେ ପୁଲିସ ସବୁ ଦାୟୀ। କଣ କହିଲେ ପୋଲିସ କଥା ଶୁଣିକି ଆପଣଙ୍କୁ କଣ କହିଲେ? ପୁଲିସ କହିଲା ଆଉ ସେ କଟକରେ ଅଛି। ହଁ ଆଉ କଟକ ଯାଇଥିଲେ ଆପଣ ଥାନା କେସ୍ ଟା କଟକକୁ ରେଫର କରାଯାଇଛି। ହଁ ତ ଆପଣ ସେଠିକି ଯାଇଥିଲେ? ନାଇଁ ସେଠିକି ଯାଇନଥିଲି। ଯାଇନାହାନ୍ତି? ନାଇଁ ଏଠିକି ଯୋଉ ଆସିଲେ ସାର୍ କଣ କହିଲେ? ସାର୍ କହିଲେ ତମେ କଟକ ଯାଅ, ତମ ଭଉଣୀ କଟକରେ ହେଇଠି ଦେଖାହବ। ଆପଣ ଆଣିଥିଲେ ଭଉଣୀ ଆପଣ ଆମକୁ ଦିଅନ୍ତୁ ଆମେ କହିଲୁ ସାର୍ ତ ଆପଣ ତ ଆଣିଥିଲ ଆଉ ଆପଣ ଆମକୁ ଦେଖ। ସେ କହିଲା ନାଇଁ ଏଠିକି ଗଲେ ଜାଣା ଦେଖିବ। ଆଉ ସେମାନେ କହନ୍ତି ନାଇଁ ଏଇଠି ଭୁବନେଶ୍ୱରରେ ଅଛନ୍ତି। ହେଲେ ଭୁବନେଶ୍ୱରରେ କୋଉଠି ଅଛି ଆମକୁ ଟିକେ ଦେଖେଇଲେ ସିନା ଆମେ ସାର୍ ଦେଖିଲେ ସିନା କିରା କହିବି। ସମ୍ପୂର୍ଣ୍ଣ ଘଟଣାଟି କଣ ଥିଲା? ସ୍ୱପ୍ନ ଘଣ୍ଟାଟେ ହେଲା ରିଆ ପାଖରେ ସେ କାମ କରୁଥିଲା। ରିଆ ପାଖରେ ନାଇଁ ଦିଦି ଆଉ କହିଲା ମୁଁ ଏଠୁ ଯିବି ଭାରି। ଏଠୁ ରିଆ ସହିତ ମୋବାଇଲରେ କଥା ହେଇଥିଲି। କହିଲି ଦିଦି ଆଉ ମୋ ଭଉଣୀକି ତମେ ଛାଡି ଦିଅ। ଆଉ ସେ କହିଲା ନାଇଁ ଆଉ ମୋ ପାଖରେ ସେ ଭଲରେ ଅଛି। ଆଉ ଖାଇବାର ଅସୁବିଧା କିଛି ନାହିଁ। ଆଉ ସେ ମୋର ଭଲରେ ଅଛି। ଆଉ ସେ କିରା କରିଯିବ। ମୁଁ କହିଲି ଯଦି ତମ ପାଖରେ ଭଲରେ ଅଛି ହେଲେ ଥାଉ। ଆଉ ମୋ ଭଉଣୀ ଆଉ କିରା କରି ଘରକୁ ଆଇବ। ମାନେ ଏଇ ଘଟଣା ଦେଖିଲି ମୋ ଭଉଣୀ କି ସେ ତାଙ୍କ ସ୍ୱାମୀ ଘର ପାଇଲି ବୁତଲାଇନି ମାଡ଼ ପିടി ପୁଡା ଦେଇଥିବେ ବୋଲି ମୁଁ ପଡି ଉଠିକିନା କୁଶଳାରୁ ଆଇଲି ଏଇଠି। ଆପଣ କେମିତି ଜାଣିଲେ ଆପଣଙ୍କ ଭଉଣୀ ସେଠୁ ଖସିକି ପଳେଇ ଆସିଛି ଚନ୍ଦ୍ରଶେଖରପୁର ଥାନାରେ ଏଫଆଇଆର କେମିତି ମଧ୍ୟ କରିଛି? କେମିତି ଜାଣିଲେ ଏ କେମିତି ଘଟଣା? ଆଉ ଭିଡିଓ ଫାଇଲ ସବୁଆଡେ ମୋବାଇଲ ସବୁଆଡେ ନ୍ୟୁଜ ସବୁ ଦେଖାଗଲା ତାର ମୁଁ ଏଥିପାଇଁ ଆସିଲି। ହଁ ଭଉଣୀ ଆସିବା ପରେ ରିଆ ଆଉ ଆପଣଙ୍କୁ ଫୋନରେ କଣ୍ଟାକ୍ଟ ନାଇଁ କରିନାହାନ୍ତି? ରିଆ ମତେ କେବେ କରିନି। କିଛି କହିନାହାନ୍ତି ନାଇଁ ଆପଣ ନାଇଁ କି ଆପଣ ଭଉଣୀ କୁଆଡେ ପଳେଇଛି କି କଣ? ନାଇଁ କିଛି ଫୋନ କହିନାହାନ୍ତି? ଫାନ ବି କିଛି କରିନାହାନ୍ତି। ଆଉ ତମ ଭଉଣୀ ଗଲା କି କିରା କିଛି ଫୋନ ଫାନ ବି କିଛି କରିନାହାନ୍ତି। ଏବେ ଆପଣ ରିଆଙ୍କ ସହ କଥା ହେଲେଣି କି ଭଉଣୀ ଯେହେତୁ ଆପଣ ପଳେଇଛନ୍ତି? ନାଇଁ ରିଆ କଥା ତ ହେଇନି। ଆଉ ତା ସ୍ୱାମୀ ଲଗେଇଥିଲେ। କଣ କହିଲେ? କହିଲା ଆଉ ବର୍ଷା ତମ ପାଖକୁ ପହଞ୍ଚୁଥିଲା କି? ମୁଁ କହିଲି ନାଇଁ ବର୍ଷା ଆମ ପାଖକୁ ପହଞ୍ଚିନି। ଆଉ ମୁଁ କହିଲି ମୋ ଭଉଣୀ ତମ ପାଖରେ ଥିଲା, ଯୁଆଡେ ହେଲେ ମୋ ଭଉଣୀକି ତମେ ଆଣିଆ ଦବ। ମୁଁ ହେତିକି ସାର୍ ତାଙ୍କୁ କହିଲେ ଆଉ ଆମେ କୁଆଡେ ତମ ଭଉଣୀକି ଆଣିଆ ଦବୁ। କହିଲେ ମୁଁ ଜାଣିନି ମୋ ଭଉଣୀକି ତମେ ଯୁଆଡେ ଆଣିଆ ବି ଦବ ଆଉ। ସେ ଗୋଟେ ଅଭିଯୋଗ ଆଣିଛନ୍ତି କି ସେ 1.5 ବର୍ଷ ହେଲା ସେଠି କାମ କଲେଣି କିନ୍ତୁ ସେ 10,000 ଟଙ୍କା ଟୋଟାଲ ପାଇଛନ୍ତି। 10,000 ସାର୍। ଯେହେତୁ ସେ 10,000 ଟଙ୍କା ପାଇଛନ୍ତି ତ ଆପଣ ତ ଚାହିଁଥିଲେ ଆଗରୁ ଘରକୁ ନେଇ ପାରିଥାନ୍ତେ। ତ କଣ ପାଇଁ ଏତେ ଦିନ ସେଠି ରଖିଲେ? ଆଉ ସେ କହିଲା ଆଉ ରିଆ କହିଲା ମୋ ପାଖରେ ଭଲରେ ଅଛି ଥାଉ। ଆଉ ଖାଇବା ତାର କିଛି ଅସୁବିଧା ନାହିଁ। ସେ କହିଲା କୁ ମୁଁ କହିଲି ହଉ ଥାଉ ତମ ପାଖରେ ଭଲରେ ଅଛି। ଆଉ ମୁଁ ଜାଣିଛି ଏମିତି ହବ ବୋଲି। ଆପଣ କଥା ହେଇଛନ୍ତି କେବେ ମଝିରେ ଆପଣ ଭଉଣୀଙ୍କ ସହ ସେଠି ଭଲରେ ଅଛୁ କି ଖରାପରେ ଅଛୁ କଥା ହେଇଥିଲେ? ହଁ କଥା ହେଇଥିଲି। କଣ ବାଡାବାଡି କରନ୍ତି କଣ କରନ୍ତି? ହଁ ତାକୁ ବାଡାବୁଡି କରୁଛି। ସେ ମତେ ଆଗରୁ ଦିନେ କହିଥିଲା ଫୋନ କରନା ଆଉ ଦିଦି ମତେ ଆକନେ ପିଟା ମାରା କରୁଛନ୍ତି। ଆଉ ମତେ ବହୁତ ଟର୍ଚର କରୁଛନ୍ତି। ଆଉ ଦିଦି ମୁଁ ଯିବାରି କହୁଥିଲା। ମୁଁ କହିଲି ଆଉ ଝିଅ ଥା କେତେ ଦିନ ପରେ ଆଉ ଯାଇବୁ ଭାରି ପଇସା ହେଲାରୁ ଆଉ ମାଗି ମଗାନା ପଇସା ମାଗବାରୁ ତାକୁ ଏମିତି ପିଡି ଜାତି ମାରେ। ଘରେ ଯାଆନ୍ତି ବାହାରୁ ଘରେ ତାଲା ପକେଇ ପଳାନ୍ତି। ସତ ତାଲା ପକେଇନା ଯୁଆଡେ ଗଲେ ଯାତି। ହଁ କହିଥିଲା କହିଲା ଦିଦି ଯୁଆଡେ ଗଲେ ମତେ ତାଲା ତୁଲି ପକେଇନା ଯାତି। ଆଉ ମୁଁ ଆଇଲେ ଯୁଆଡେ ଗଲା ତାଲା ମତେ କହିଲା ଆଉ ଡ୍ରେସ ପେଣ୍ଟ ମୁଡି ଚୁରେଇ ନଉଛି ହାତ ଚୁରେଇ ନଉ ଯାଉଛି। ଆଉ ଦିଦି ମୁଁ ତ ମତେ ବାଟ ଦେଇକିନା ଯୁଆଡେ ଗଲେ ଯାତି ଆମ ଡ୍ରେସ ପେଣ୍ଟ କିରା ଚୁରେଇନା ତା କୋଳୁ ନେଲି। ତାଙ୍କ ରିଆ ଆଉ ତାଙ୍କ ସ୍ୱାମୀ। ପଇସା ପତ୍ର ସେ କେବେ ଦେଇନାହାନ୍ତି? ନାଇଁ ସାର୍ ପଇସା ପତ୍ର ଖାଲି ମତେ 10,000 ଦେଇଥିଲେ। ଆଉ ତାପରେ ଦେଇନାହାନ୍ତି? ଆଉ ସାର୍ କିଛି ପଇସା ଦେଇନଥିଲି। ମାଗିଲା ଆପଣଙ୍କୁ ଧମକ ହଁ ମାଗିଲାକୁ କହିଲା ତମେ କଣ କରିବ କିରା କର ପଇସା ନଉଛ। ଆଉ କିରା କର ମୁଁ କହିଲି ସାର୍ ମୋର କାମ ଅଛି ଆଉ ଦିଅ ପଇସା ପତ୍ର। କହିଲା ଆଉ ପଇସା ଦେଇ ହବନି କିଛି ନାହିଁ ଏତିକି ପଇସା ନେଲେନି ଆଉ ନହେଲେ ନାହିଁ। ଏବେ କଣ ଚାହୁଁଛ? ମୁଁ ଚାହୁଁଛି ସାର୍ ମୋ ଭଉଣୀ ନ୍ୟାୟ ପାଉ ଆଉ ତ ପଇସା ପତ୍ର ପାଉ। ସେ ଯଦି ମୋ ଭଉଣୀକୁ ଦୁଃଖ କଷ୍ଟ ଦେଇ ସାର୍ ସେ ବି ଦୁଃଖ ପାଇବା ଦରକାର। ଆପଣ କାଲିଠୁ ଆସିଲେନି? ହଁ ସାର୍ ମୁଁ କାଲିଠୁ ଆସିନି। ନାଇଁ ସାର୍ ପୋଲିସ ମାନେ ବି ମୋ କଥା ଶୁଣୁନାହାନ୍ତି କିଛି ନାହିଁ।